ପିଲାମାନେ ଆଜି ଆମେ ପ୍ଲସ୍ ଟୁ ସେକେଣ୍ଡ ଇୟର ବ୍ୟକ୍ତି ଓ ବ୍ୟକ୍ତିତ୍ୱ ବିଷୟ ପଢ଼ିବା। ତ ତାର ଇଂଲିଶ ଟର୍ମ ହେଉଛି ପର୍ସନ୍ ଆଣ୍ଡ ପର୍ସନାଲିଟି। ଉପକ୍ରମିକା ମନୋବିଜ୍ଞାନର ବ୍ୟକ୍ତିତ୍ୱ ଅଧ୍ୟାୟ ପ୍ରତି ସମସ୍ତଙ୍କର ଆଗ୍ରହ ଜାତ ହୋଇଥାଏ। ପର୍ସନାଲିଟି ବା ବ୍ୟକ୍ତିତ୍ୱ ଶବ୍ଦଟି ଲାଟିନ୍ ଶବ୍ଦ ପେର୍ସୋନାରୁ ଆସିଛି। ଲାଟିନ୍ ଶବ୍ଦ ପେର୍ସୋନାରୁ ଉଦ୍ଧୃତ। ପ୍ରାଚୀନ ରୋମରେ ବିଭିନ୍ନ ନାଟକ ଓ ଯାତ୍ରାରେ ବ୍ୟବହୃତ ଏକ କୃତ୍ରିମ ମୁଖାକୁ ପର୍ସୋନା ବୋଲି କୁହାଯାଉଥିଲା। ତ କୃତ୍ରିମ ମୁଖା ହେଉଛି ତୁମମାନେ ଦେଖିଥିବ ହୋଲିରେ ଯେଉଁ ମୁଖା ପିନ୍ଧିକି ବୁଲନ୍ତି, ଠିକ୍ ସେମିତି କୃତ୍ରିମ ମୁଖାକୁ ପର୍ସୋନା ବୋଲି କୁହାଯାଉଥିଲା। ସେହି ପେର୍ସୋନାରୁ ପର୍ସନାଲିଟି ଶବ୍ଦଟିର ଉତ୍ପତ୍ତି ହେଇଛି। ସାଧାରଣ ଲୋକେ ବ୍ୟକ୍ତିତ୍ୱ କହିଲେ ବ୍ୟକ୍ତିର ଶାରୀରିକ ଗଠନ, ଆକର୍ଷଣ ଓ ସୌନ୍ଦର୍ଯ୍ୟ ଇତ୍ୟାଦିକୁ ବୁଝନ୍ତି, କିନ୍ତୁ ଏହା ଠିକ୍ ନୁହେଁ। ପ୍ରତ୍ୟେକ ମନୁଷ୍ୟ ଏକ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି। ଜଣେ ବ୍ୟକ୍ତି ଯେତେ ଅସୁନ୍ଦର ବା କୁଚିତ ହେଉନା କାହିଁକି ବା ତାର କିଛି ଆକର୍ଷଣ ନଥାଉ, କିନ୍ତୁ ତାର ଏକ ବ୍ୟକ୍ତିତ୍ୱ ଥାଏ। ବ୍ୟକ୍ତିତ୍ୱ ମନୁଷ୍ୟରେ ଏକ ସମ୍ପୂର୍ଣ୍ଣ ଅବସ୍ଥାକୁ ବୁଝାଇଥାଏ। ବ୍ୟକ୍ତିତ୍ୱ ମନୁଷ୍ୟର ଗୋଟେ ସମ୍ପୂର୍ଣ୍ଣ ଅବସ୍ଥାକୁ ବୁଝାଇଥାଏ। ଆର ମାନେ ହେଲା ଯେ କି ମଣିଷଟି କୋଉ ଭଳି ଭାବରେ ତାର ଗୁଣ କିପରି ସମ୍ପୂର୍ଣ୍ଣ ଅବସ୍ଥାକୁ, ତା ଗୁଣ, ତା ବ୍ୟବହାର, ତାଙ୍କର ମନୋବୃତ୍ତି ଏ ସମସ୍ତଙ୍କୁ ନେଇକି ମଣିଷର ବ୍ୟକ୍ତିତ୍ୱ କୁହାଯାଏ। ଏହା ଉଭୟ ଶାରୀରିକ ଓ ମାନସିକ ଲକ୍ଷଣ ମାନଙ୍କର ସମାହାର ଅଟେ। ଜଣେ ବ୍ୟକ୍ତି କହିଲେ ତାର ବ୍ୟକ୍ତିତ୍ୱକୁ ହିଁ ବୁଝାଇଥାଏ। ବ୍ୟକ୍ତିର ଶାରୀରିକ ଓ ମାନସିକ ଲକ୍ଷଣ ମାନଙ୍କର କ୍ରିୟା ପ୍ରକ୍ରିୟା ମାଧ୍ୟମରେ ଯେକୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱର ଗଠନ ହୋଇଥାଏ। ଏଣୁ ବ୍ୟକ୍ତି ଓ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ତଥା ଅଙ୍ଗାଙ୍ଗୀ ଭାବରେ ଅଭିନ୍ନ ଅଟନ୍ତି। ବ୍ୟକ୍ତି ହେଉଛି ଲୋକ, ବ୍ୟକ୍ତିତ୍ୱ ହେଉଛି ଲୋକ। ସେ ଲୋକଟି କିପରି, ତା ଗୁଣ କିପରି, ତାଙ୍କର ଶରୀରର ଗଠନ କିପରି, ତାଙ୍କର ବ୍ୟବହାର କିପରି, ତାଙ୍କର ମନୋବୃତ୍ତି କିପରି, ତ ଏ ସମସ୍ତଙ୍କୁ କୁହାଗଲା। ତ ବ୍ୟକ୍ତି ହେଉଛି ଗୋଟେ ଲୋକ, ତ ବ୍ୟକ୍ତିତ୍ୱ ହେଉଛି ତା ଭିତରେ ଅନ୍ତର୍ନିହିତ ଥିବା ଗୁଣ, ବ୍ୟବହାର, ମନୋବୃତ୍ତି ଏବଂ ତାର ଶାରୀରିକ ଗଠନ ଏସବୁକୁ ବୁଝାଏ। ବ୍ୟକ୍ତିର ଶାରୀରିକ ଆଚରଣ, କ୍ରିୟା ପ୍ରକ୍ରିୟା, ବ୍ୟବହାର, ସମାଜରେ ଉପଯୋଜନାର କ୍ଷମତା, ଆକର୍ଷଣ ତଥା ଅନ୍ୟମାନଙ୍କ ମତରେ ତା ପ୍ରତି ଧାରଣା ଇତ୍ୟାଦି ତାର ବ୍ୟକ୍ତିତ୍ୱ ସମ୍ପର୍କରେ ସୂଚନା ଦେଇଥାଏ। ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଉତ୍ତମ ହୋଇପାରେ ବା ଅନାକର୍ଷଣୀୟ ହୋଇପାରେ, କିନ୍ତୁ ଏହା ନିରାଟ ସତ୍ୟ ଯେ ଜଣେ ବ୍ୟକ୍ତି ତାର ବ୍ୟକ୍ତିତ୍ୱକୁ ନେଇ ସମାଜରେ ନିଜର ପରିଚୟ ଓ ପ୍ରତିଷ୍ଠା ସୃଷ୍ଟି କରିଥାଏ। ତ ଜଣେ ଲୋକ ନିଜର ପରିଚୟ ଓ ପ୍ରତିଷ୍ଠା ସୃଷ୍ଟି କେମିତି କରିଥାଏ ନା ତାର ବ୍ୟକ୍ତିତ୍ୱ ନେଇକି। ଲୋକଟି ଯଦି ଭଲ ଗୁଣ କରିଥାଏ, ଅନ୍ୟକୁ ସାହାଯ୍ୟ କରୁଥାଏ, ତାର ତାକୁ ଲୋକମାନେ ପ୍ରଶଂସା କରନ୍ତି। ଯଦି ଲୋକଟି ଖରାପ ହେଇଥାଏ, ଅନ୍ୟକୁ ମରାମରି ହଣାକଟା କରିଥାଏ, ତାହେଲେ ତାକୁ ସମସ୍ତେ ଖରାପ ହିଁ କହିଥାନ୍ତି। ତ ତାଙ୍କୁ ଯଦି କାହାକୁ ପଚରାଯିବ ସେ ଲୋକଟି କିପରି, ସେ ନିହାତି ଭାବରେ କହିବେ ଲୋକଟା ଭଲ ଲୋକ ନୁହେଁ। ତ ଏଇଟା ହିଁ କୁହାଗଲା ବ୍ୟକ୍ତିତ୍ୱ। ଏଣୁ ବ୍ୟକ୍ତି ନିଜ ପାଇଁ ତାର ବ୍ୟକ୍ତିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଜଣେ ବ୍ୟକ୍ତି ପାଇଁ ତାର ବ୍ୟକ୍ତିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ବ୍ୟକ୍ତିତ୍ୱର ବିଭିନ୍ନ ଲକ୍ଷଣ ଗୁଡ଼ିକ ବ୍ୟକ୍ତିର ଗୁଣ ବା ଦୋଷ ହିସାବରେ ଗ୍ରହଣ କରାଯାଏ। ଅନ୍ତର୍ନିହିତ ତଥା ଜନ୍ମଜାତ, ଜନନିକା ଏବଂ ସମାଜ ତଥା ପାରିପାର୍ଶ୍ୱିକ ଅବସ୍ଥାର ସମ୍ମିଳିତ ପ୍ରଭାବରେ ଗଠିତ ବ୍ୟକ୍ତିର ବ୍ୟକ୍ତିତ୍ୱ ତାର ସମସ୍ତ ସଫଳତା ଓ ବିଫଳତାର କାରଣ ହୋଇଥାଏ। ଏହି ପରିପ୍ରେକ୍ଷୀରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ବ୍ୟକ୍ତିତ୍ୱର ସଂଜ୍ଞା। ବିଭିନ୍ନ ଦିଗରୁ ବ୍ୟକ୍ତିତ୍ୱର ସଂଜ୍ଞା ପ୍ରଦାନ ପାଇଁ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ସମାଜ ବିଜ୍ଞାନୀ ଓ ସମାଜ ତତ୍ତ୍ୱବିତ୍ମାନେ ପ୍ରଚେଷ୍ଟା କରିଛନ୍ତି। ବ୍ୟକ୍ତିତ୍ୱର ଖୁବ୍ କମରେ 50ଟି ସଂଜ୍ଞା ରହିଛି। ବ୍ୟକ୍ତିତ୍ୱର ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ସଂଜ୍ଞାର ଗୁରୁତ୍ୱ ଦିଆଯାଇଛି। ସେଥିମଧ୍ୟରୁ ଆଲପର୍ଟଙ୍କ ସଂଜ୍ଞାଟି ବିଭିନ୍ନ ଦିଗରୁ ଗ୍ରହଣଯୋଗ୍ୟ ଅଟେ। ଆଲପର୍ଟଙ୍କ ମତରେ ଆଲପର୍ଟ କହିଥିଲେ, ବ୍ୟକ୍ତିତ୍ୱ ହେଉଛି ବ୍ୟକ୍ତି ମଧ୍ୟରେ ଥିବା ମାନସ ଭୌତିକ ତନ୍ତ୍ରୀଗୁଡ଼ିକର ଗତିଶୀଳ ସଂଗଠନ, ଯାହା ବ୍ୟକ୍ତିର ପରିବେଷ୍ଟନୀ ସହିତ ଉପଯୋଜନ କ୍ରିୟାକୁ ମଧ୍ୟ ନିରୂପଣ କରିଥାଏ।